ଆଜ୍ଞା ନମସ୍କାର। ମୁଁ ଡାକ୍ତର ଅନିଲ କୁମାର ଦାସ। ମୋର ୟୁଟ୍ୟୁବ୍ ଚ୍ୟାନେଲର ନାମଟି ଆପଣ ତ ନିଶ୍ଚୟ ମନେ ରଖିଥିବେ, ଡକ୍ଟର ଅନିଲ ହେଲ୍ଥ ଟ୍ରିଟମେଣ୍ଟ। ଏଇ ଚ୍ୟାନେଲଟିକୁ ଆପଣ ସବସ୍କ୍ରାଇବ୍ ଏବଂ ଲାଇକ୍ କରି ମୋତେ ଅନୁଗୃହୀତ ନିଶ୍ଚୟ କରିବେ ମୋର ଆଶା। ମୁଁ ଏଇଭଳି ପ୍ରତି ପ୍ରାୟ 2 ଦିନକୁ ଥରେ ଗୋଟେ ଲେଖାଏଁ ଟପିକ୍ ମୁଁ ଦେଉଛି। ତେଣୁ ଆପଣ এই ଚ୍ୟାନେଲଟିକୁ ସବସ୍କ୍ରାଇବ୍ କଲେ ସେଇଗୁଡ଼ିକ ଆପଣଙ୍କ ପାଖକୁ ଚାଲିଯିବ ଏବଂ ଆପଣ ଦେଖିପାରିବେ। ବର୍ତ୍ତମାନ ଆଜିକାର ଚର୍ଚ୍ଚାର ବିଷୟ ହେଉଛି ରସୁଣ। ଆମେ ପ୍ରତିଦିନ ରସୁଣକୁ ନିଶ୍ଚୟ ବ୍ୟବହାର କରିଥାନ୍ତି। ରସୁଣକୁ ଇଂରାଜୀର ନାମ ହେଲା ଗାର୍ଲିକ୍, ତାର ବୋଟାନିକାଲ ନାମ ହେଲା ଆଲିୟମ୍ ସାଟିଭମ୍। ତାର ପ୍ରଯୁଜ୍ୟ ଅଙ୍ଗ ହେଲା ମୁଖ୍ୟତଃ କନ୍ଦ, ଅର୍ଥାତ୍ ତାର ଯେଉଁ ମୂଳକୁ ଆମେ କରିଥାନ୍ତି ତାକୁ କନ୍ଦ ବୋଲି କୁହାଯାଏ। ଏହାର ଔଷଧୀୟ ଗୁଣ ହେଲା ମୁଖ୍ୟତଃ ଏହା ରସାୟନ ବା ବଳ ବୃଦ୍ଧିକର। ତେଣୁ ଆମେ ୟା ଦେହରେ କ୍ୟାଲସିୟମ୍ ଥାଏ। ତେଣୁ ଆମେ ଏଇ ଜିନିଷଟି ଖାଇଲେ ନିଶ୍ଚିତ ଭାବେ ଆମର ବଳ ବୃଦ୍ଧି ହେଇକି ଆମର ହାଡ଼ ଷ୍ଟ୍ରଙ୍ଗ ହେଇଥାଏ। ଆଉ ଦ୍ୱିତୀୟତଃ ହେଲା ଏହା ବିଂଶତି ଯୋନି ବ୍ୟାପକ, ଅର୍ଥାତ୍ ସ୍ତ୍ରୀ ଲୋକମାନଙ୍କର ଯେଉଁ 20 ପ୍ରକାର ରୋଗ ରହିଛି ଗାଇନିକ୍ ଡିଜିଜ୍, ଏ ସବୁଗୁଡ଼ିକ ପ୍ରାୟ ଆପଣଙ୍କର ନିଶ୍ଚିତ ଭାବେ ପ୍ରାୟ ଯିଏ ରେଗୁଲାର ରସୁଣ ଖାଆନ୍ତି ସେମାନଙ୍କର ନିଶ୍ଚିତ ଭାବେ ସ୍ତ୍ରୀ ରୋଗ ମିନିମମ୍ ହେଇନଥାଏ। ସ୍ତ୍ରୀ ଲୋକମାନଙ୍କର ଗୋଟେ ବଡ଼ ବିପଦ ସେମାନଙ୍କର। ତେଣୁ ସ୍ତ୍ରୀ ରୋଗ ନ ହେବା ପାଇଁ ବା ଗାଇନୋକୋଲୋଜିକାଲ ଡିଜର୍ଡର ନ ହେବା ପାଇଁ ଆମେ ନିଶ୍ଚିତ ଭାବେ ରସୁଣ ଖାଇବା ଉଚିତ। କାନ ଟାଣୁଥିଲେ ଆପଣଙ୍କର ଯଦି ଇଏରେ କାନ ଟାଣୁଥିବ ତାହେଲେ 25 ମିଲି ସୋରିଷ ତେଲରେ ଆମେ 20 ଗ୍ରାମ ରସୁଣ ତା ଦେହରେ ଚପା ଛଡ଼େଇ ପକାଇବା ଏବଂ ପୋଡ଼ି ଛେଚିକି ତାକୁ ପକାଇଦେଲେ କ'ଣ ହେବ, ପୋଡ଼ିଗଲା ଭଳି ଯେତେବେଳେ ହେବ ତାକୁ ଆମେ ଓହ୍ଲେଇ 5 ଠୋପା ଲେଖାଏଁ ଦିନକୁ 2 ଥର ଆମେ କାନରେ ପକାଇଲେ କାନ ଟାଣିବା କମିଯାଇଥାଏ। 2 ଥର 3 ଥର ଆପଣ ପକାଇ ପାରିବେ। ତାପରେ ହେଲା ଶରୀର ଯଦି ଆପଣଙ୍କର ଦରଜ ହେଉଥିବ ବା ଆଣ୍ଠୁଗଣ୍ଠି ବାତ ହେଉଥିବ, ତାହେଲେ ଏଇ ଯେଉଁ ତେଲଟିକି ଆପଣ ତିଆରି କଲେ ଏଇ ତେଲଟିକି ଆପଣ ଛାଣି ତାକୁ ଉପରୁ ତଳ ଆଡ଼କୁ ବା ତଳୁ ଉପର ଆଡ଼କୁ, ତଳ ଉପର କରିବେ ନାହିଁ। ଗୋଟିଏ ଆଡ଼କୁ ଆପଣ ଇଏ କରିକି ଆପଣ କ'ଣ କରିବେ ନା ତାକୁ ମାଲିସ କରିବେ ଏବଂ ଆପଣ ଯଦି ଗଣ୍ଠି ଗୋଟେ ଫୁଲି ଯାଉଛି ତାହେଲେ ଆପଣ ରସୁଣକୁ ଛେଚି ତାର ସୋରିଷରେ ଛେଚି ତାକୁ ଯଦି ବାନ୍ଧିଦେବେ ସେଇ ଗୋଡ଼ ଗଣ୍ଠିରେ, ତାହେଲେ ଫୁଲା ମଧ୍ୟ କମିଥାଏ ଏବଂ ଦରଜ ମଧ୍ୟ କମିଯାଇଥାଏ। ତାପରେ ଆପଣ ହେଲା ଦେହ ହାତ ଯଦି କୁଣ୍ଡେଇ ହେଉଥିବ, ଯେହେତୁ ରସୁଣରେ ମଧ୍ୟ ଜାଣିଥାନ୍ତୁ ଯେ ଗନ୍ଧକ ବା ସଲଫର ଅଛି। ତେଣୁ ରସୁଣ ଏହା ହେଉଛି ଚର୍ମ ରୋଗ ନାଶକ। ଦେହ ହାତ କୁଣ୍ଡେଇ ହେଉଥିଲେ 50 ଗ୍ରାମ ରସୁଣ, 50 ଗ୍ରାମ ଗନ୍ଧକ, ନିମ୍ବପତ୍ର 50 ଗ୍ରାମ ଏକତ୍ର ବାଟି ଯଦି ଦେହ ସାରା ଲଗେଇବେ ତାହେଲେ କୁଣ୍ଡେଇ ହେବା ବନ୍ଦ ହେଇଯାଇଥାଏ। ଏବଂ ଏଇ ଯେଉଁ ଇଏଟି ଆମେ କହିଲୁ, ଏଇ ଯେଉଁ 50 ଗ୍ରାମ ରସୁଣ, 50 ଗ୍ରାମ ଗନ୍ଧକ ଏବଂ ନିମ୍ବପତ୍ର 50 ଗ୍ରାମ, ତା ସହ ହଳଦୀ 50 ଗ୍ରାମ ମିଶାଇକି ଯଦି ଆପଣ ବାଟିକି ଯଦି ପ୍ରତ୍ୟହ ଅତି କମ୍ରେ 5 ଗ୍ରାମ ଲେଖାଏଁ ଖାଇବେ ସକାଳ ସନ୍ଧ୍ୟା, ତାହେଲେ ନିଶ୍ଚିତ ଭାବେ ଆପଣଙ୍କର 2 ମାସ ମଧ୍ୟରେ ନିଶ୍ଚିତ ଭାବେ ଆପଣଙ୍କର ଏକ୍ଜିମା ମଧ୍ୟ ଭଲ ହେବାର ହେଇପାରେ। ତାପରେ ହେଲା ରସୁଣ ତ ମୁଖ୍ୟତଃ ଅରୁଚି ନାଶକ। 10 କୋଲା ସକାଳେ, ଅର୍ଥାତ୍ 10 କୋଲା ଅର୍ଥାତ୍ ପାଖୁଡ଼ା, 10 ପାଖୁଡ଼ା ଆପଣ ଯଦି ଭାତ ସାଙ୍ଗରେ ଖାଇବେ ଏବଂ ରାତିରେ ରାତିରେ ରୁଟି ସାଙ୍ଗରେ ଆପଣ 10 କୋଲା ଯଦି ଖାଉଛନ୍ତି ତାହେଲେ ମିନିମମ୍ ଅରୁଚି ନାଶ ମାନେ ହେବ। ଆପଣ ରୁଚିକର ଏଟା, ତେଣୁ ରୁଚି କାରକ ଏଟା। ତାପରେ କ୍ଷୟ ରୋଗ, ତେଣୁ କ୍ଷୟ ରୋଗରେ ଆପଣ ଏଟାକୁ ବି ଖାଇପାରିବେ, ଯେହେତୁ ଏଟା କ୍ୟାଲସିୟମ୍ ବହୁତ ଅଛି, ସଲଫର ମଧ୍ୟ ଅଛି। ଏହା ଶୁକ୍ର ଜନନ ମଧ୍ୟ, ଶୁକ୍ର ତିଆରି କରିବାରେ, ଯେହେତୁ ଏଟା ହିଟେଡ୍ ଜିନିଷଟା, ତେଣୁ ଶୁକ୍ର ତିଆରି କରିବାରେ ଏହା ସାହାଯ୍ୟ କରେ। ତେଣୁ ରସୁଣ ଆପଣ ରେଗୁଲାର ଖାଇବା ଉଚିତ। କଫଜ ରୋଗରେ ରସୁଣ ଏବଂ ତା ସାଙ୍ଗରେ ଗୋଘୃତ ଯଦି ମିଶେଇକି ଆପଣ ଖାଆନ୍ତି ତାହେଲେ ଥଣ୍ଡା ଆପଣଙ୍କର କମିଯିବ, କଫଜ ରୋଗ ମଧ୍ୟ ଭଲ ହେଇଥାଏ। ତାପରେ ହେଲା ଏହା ଆର୍ତ୍ତବ ଜନନ ଓ ଉତ୍ତେଜକ ହେତୁ ଥଣ୍ଡା କମେଇଥାଏ। ତେଣୁ ଆପଣ ପ୍ରତ୍ୟେକ ସ୍ତ୍ରୀ ଲୋକ 20 ଯୋନି ବ୍ୟାପୀ ଖାଇବା ଉଚିତ। ଯାହା ହଉ, ରସୁଣର କେତେ ଗୁଡ଼ିଏ ଔଷଧୀୟ ଗୁଣ ଆମେ କହିଲେ। ଯାହା ହଉ, ମୋର ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ ବୋଲି ମୋର ଆଶା। ଧନ୍ୟବାଦ, ନମସ୍କାର।